बाबा तुमको भल मଣିଷ ହେଇଛି ଏଇଠି ଆପଣ ଦେଖନ୍ତୁ ଏ ଛୋଟା ଗୋଡିରେ ବୁଲିକି ପୁଣି 5 ଉଠିଆରେ ବୁଲିଲେ ତ ଆଣିବି ଆଉ କଣ ଦେଇଦେବ ଘରେ ଗାଈଟି ମରିଗଲା ବାପା ବୋଉ ମରିଗଲେ ମୁଁ ତ ପାରାଲିସିସ୍ ରୋଗୀ ହାତ ଗୋଡ ବଙ୍କା ଖେମ୍ପା ହେଲା ସାନ ମରିଯାଉଛନ୍ତି କିନ୍ତୁ ମୁଁ ଅଛି ଏତେ କଷ୍ଟ ସାରୁ ଆଜ୍ଞା 60 ଟଙ୍କା ଆପଣ ନେଇ ଯାଆନ୍ତୁ ଘରେ ଖାଇବେ ପଛରେ ପଇସା ଦେବେ ଗାଁ ଜିନିଷ ସବୁ ଭଲ ଜିନିଷ ବାବା ପାଳଙ୍ଗ 4 ବିଡ଼ା 20 ଆଜ୍ଞା ଗୋଟେ ବିଡ଼ା ନେଲେ 5 ଟଙ୍କା ଦେବେ ଆଉ ଗୋଟେ କେଜି ହବ ଯେ 2 ବିଡ଼ା ନଉନା ଖାଲି ଡାଲମାରେ ପକେଇବେ ଆଉ ଏଥିରୁ ଗୋଟେ ନିଅ ଆଉ ଡାଲମାରେ ଛୁଙ୍କ କରିବ ଆଉ ଶୀଘ୍ର ଶୀଘ୍ର ଦେଶୀ ଜିନିଷ ମୁଁ ଆଣୁଛି ଗାଁ ଜିନିଷ ଆଉ ସରିବନି କଣ ହବ ଗାଁ ଜିନିଷ ଭାବିଥିଲେ କୋବି ତ ପତ୍ର ରଖୁନାହାନ୍ତି ମାଉସୀଟି ଆମର ମାନେ ଖରା ବର୍ଷା ଶୀତ ସବୁଦିନ ସକାଳୁ 6ଟାରୁ 7:30 ଭିତରେ ଆସି ପହଞ୍ଚାଏ ମାଉସୀ ତମ ଘର କେତେ 25-30 କିଲୋମିଟର ହବନି ହଁ ଏଇ ଜେଲ ସାମ୍ନାରେ ମୁଁ ଦେଖି ଆସୁଛି 10-12 ବର୍ଷ ହେଲାଣି ବୋଧେ ଦେଖି ଆସୁଛି ନା ମାଉସୀ ମାଉସୀ ପୁରା ମାନେ ଭଲ ଭଲ ସବୁ ଫ୍ରେଶ ପରିବା ନେଇକି ଆସେ ସେ ମାଉସୀର ପରିବାତିକ ଦିନ 11ଟା-12ଟା ଭିତରେ ସରିଯାଏ ବଢିଆ ଲାଗେ ମାଉସୀର ଇଏ ବ୍ୟବହାର ମାଉସୀର ଇଏ ସବୁ ଭଲ ଲାଗେ ହେଲା ରାଜା କହି ଡାକିବେ ନା କଣ ରାଜା ମୋର ସକିନା ବେହେରା ବାପା ଯଦୁମଣି ବେହେରା ଗାଁରୁ କଲେକ୍ସନ କରି ଗାଁ ତାଷୀ ଆଣି ପାଖରେ ଦଉନ୍ତି ତାପରେ ପିଲାଙ୍କୁ ଲଗେଇକିରି ଯାଇ ଆଣୁଛି ଆଉ 10-20 ପିଲାଙ୍କୁ ଖର୍ଚ୍ଚ ଦେଲେ ପିଲା ଯାଇ ଆଣୁଛନ୍ତି ଆଉ ଅଛନ୍ତି ତାଷୀ ଦୟାକରି ଆଣି ଦୁଆରେ ଦେଇ ଯାଉଛନ୍ତି ମୁଁ 15-16-17 ବର୍ଷ ହେଇଯିବ କୋବି ନାହିଁ ଆଉ ଆଜ୍ଞା କହିଥିଲି ଆଉ ମୋର ଆଉ ଖ୍ୟାଲ ନାହିଁ ଆଜ୍ଞା ଆଉ ସେଇଟା କେଁ କାଁ କରି ପତ୍ର ରଖୁନାହାନ୍ତି ଆଉ ମୋର ଆଉ ଏତେ ମନେ ରହିବ କୋଉଠି ନା କଖାରୁ ଫୁଲ ବୋଲେ ଆସିନି ମତେ 50 ଟଙ୍କା ଦେଇଥିଲ ନା 100 ଟଙ୍କା ବାବା ଏଇ 4ଟା ନେଇଯାଆନ୍ତୁ କାଲି ଆସିବେନି ପରଦିନ ଆସିବେ ହଁ ପରଦିନ ଆସିଲେ ନବ ଆଉ ଧର ସାରୁ ଦେବି ଧନିଆ ପତ୍ର ନିଜ ପେଟ ବସିବା ପାଇଁ ଆଉ ବସିକି ରହିବି ଘରେ ଛୋଟ ମଣିଷ ମୋର ପୁଣି ଖାଇବା ପିଇବା ଭଲ ମନ୍ଦ ଅଛି ନା ନାଇଁ ନିଜେ କାହାକୁ ଆଉ ଆଶ୍ରୟ କରିବାର ଅଛି କି ଏଇପାଇଁକା ଆଉ ପାଖରେ ଲୋକାଲ ଜିନିଷ ତ ଲୋକାଲରେ ବହୁତ ଜିନିଷ ମିଳୁଛି ଏଠିକି ଗାଡି ଭଡା ପଡୁ ପଛେ ଏଠି ବେପାର କରି 2 ପଇସା ନେଇପାରୁଛି ଆଉ ଡାଇରେକ୍ଟ ଅଟୋ ଦୁଆର ମୁହଁରୁ ଆସୁଛି କେତେବେଳେ 12ଟା କେତେବେଳେ 1 କେତେବେଳେ 2ଟା ଘରେ ପହଞ୍ଚିଲା ବେଳକୁ 2ଟା-3ଟା ହେଇଯାଉଛି ଏଇଠି ଯୋଉଦିନ ଯେତେ ଶୀଘ୍ର ସରିଲା ଆଉ ଏଠି ଆସି ପହଞ୍ଚୁଛି ସକାଳ 6ଟାରେ 3ଟାରୁ ବାହାରୁଛି ଘରେ ଏଠୁ ଆସି 6ଟାରେ ପହଞ୍ଚୁଛି ମୁକୁନ୍ଦାସପୁର ସୁମଣା ଶାସନ ଘରେ କେହି ନାହିଁ ମୁଁ ଯୋଉ ଛୋଟ ଭାଇଟି ପାଳିକି ଥିଲି ସେ ଭାଇଟି ମରିଗଲା ତାପରେ ମୁଁ ଏଇ ବ୍ୟବସାୟ କରି ଚଳୁଛି ଆଉ ବଡ ଭାଇଟି ଅଛି ଯେ ସେ ଅଲଗା ଜାଗାରେ ଯାଇ ଅଛି ମୋ ପାଖରେ ନାହିଁ ଆଉ ମୁଁ ଏଇନେ ଏକୁଟିଆ ଘରେ ଆଉ ବାପାଙ୍କ ଜାଗାରେ ଆଉ ପୁରା ଏକୁଟିଆ ଭାଇର ପୁଅ ଯୋଡେ ଆଉ ସିଏ ଅଛନ୍ତି ସେ ଖଣ୍ଡଦୂର ଯାଇଛନ୍ତି ଆରି ମୋ ପାଖରୁ ଆଗରୁ ବାପା ବୋଉ ଥିଲା କାଳୁ ସିଆଡେ ଜାଗା ଥିଲା ସିଆଡେ ଘର କରିକି ସେ ରହିଛି ମତେ ମୋ ପାଖକୁ ଯିବା ଆସିବା କରୁଛନ୍ତି ଯେ ଦବା ନବା କରୁଛନ୍ତି ଦେଖାଶୁଣା କରୁଛନ୍ତି ମୁଁ ମୋ ବାଟରେ ମୁଁ ବାଟେଇ ହେଇଛି ପୁରା ଏକୁଟିଆ ଭାଇ ଏ ସବୁ ପୁଆ ମୁଣ୍ଡା ତାର ଏଡେ ଏଡେ ଆଣିବି କି ମୁଣ୍ଡା ବି ସିଝି ଯାଉଛି ସାରୁ ପୁଆ ସବୁ ପୁଆ ଆଉ ଏବେ ସବୁ ପୁଆ ଭାଇ ଏ ସବୁ ପୁଆ ଯୋଡାଏ ପକେଇଦବ ଡାଲମାରେ 4ଟା 100 120 110 120 140 ଭାଇ କଖାରୁ ଖଣ୍ଡେ ଦେବି କି ସାରୁ ଦେଇଛି ଭାଇ 150 ଟଙ୍କା ଦେଇଦବ ପାଳଙ୍ଗ ଦେବନି ଏ ସାରୁ ଭଲ ସାରୁ ଭାଇ 150 ଟଙ୍କା ଦେଇଦେଲି ସାରୁ 60 ଆଜ୍ଞା ଆଜ୍ଞା
ସେ ଫୋନ ପେ ସେ ଛତୁ ଯୋଉ ଟୋକା ଆସୁଥିଲା ପ୍ରଧାନର ପୁଅ ସେ ତାର ସେ ବିଶ୍ୱାସରେ ମୁଁ ପଇସା ଯାହା ଛାଡୁଛି ସେଇଟା କହୁଛି ଯିଏ ଯେତେ ଛାଡିଲା ଆଉ ସେ ପଇସାଟା ସେ ମତେ ଦେଇ ଦଉଛି ହିସାବ। ହଁ ସେ ଦେଇ ଦଉଛି ସେ ଭୁଲ କରିବାର ନାହିଁ ବରଂ ଅଧିକା ଦଉଛି ଅଣ୍ଟ ନଅଣ୍ଟ ପଡିଲେ ସେ ମତେ ମାଗିଲେ ଦେଇ ଦଉଛି କିନ୍ତୁ ସେ ପଇସା ପତ୍ର ଭୁଲ କରିବାର ନାହିଁ। ମୁଁ ଛୋଟା ଲୋକ ତ ଇଆଡେ ଯାଇପାରୁନି ମାଇକି ଏବେ ସବୁ ଗାଁ ଜିନିଷ ଆଣି ଦୁଆରେ ସବୁ ଦେବେ ନାଇଁ ତ ପିଲାଙ୍କୁ ଲଗେଇ 10-20 ଖର୍ଚ୍ଚ ଦେଇକି ଯାଇ ଆଣିବି ତେବେ ଯାଇକିରି ସକାଳୁ ଆସିକିରି ଯିଏ ଯେମିତି ବୁଢୀର ତାଜା ଜିନିଷ ଗାଁ ଜିନିଷ ଆଉ ରଖିବେନି ଚାଲିଲା ବେଳା ସବୁ। ହଁ ଗାଙ୍ଗୁରାମ ଦୋକାନରେ ମାଗଣା ସେମାନେ ଦେବେ ଖାଇବାକୁ ସେ ପଇସା ନିଅନ୍ତିନି ନା ପଇସା ନେବେନି। ମୁଁ ଏମିତି ଧନିଆ ପତ୍ର ପରିବା ପିଲା କୋଉଦିନ ନେଲେ ଏମିତି ଦେଇଦିଏ କିନ୍ତୁ ପଇସା ନେବେନି ସେ। ହଁ ସବୁଦିନ ଜଳଖିଆ ଗାଙ୍ଗୁରାମ ଦୋକାନରେ ମୋର ସବୁବେଳେ ଜଳଖିଆ ସେମିତିଆ ମାଗଣା ମୁଁ ଖାଏ ସେମିତି ପଇସା ଦିଏନି ମୁଁ କାହିଁ ମିଛ କହିବି। ହଁ ଚା ପିଏ ଚାହା ବାବନ ସୁଧି ଓମ୍ଫେଡ ବାଲା ଜଣେ ସିଏ ଆଣି ଚାହା ସେମିତି ଦେଇଦବ 2 କପ ଲୋକଙ୍କ ହାତରେ ବଟେଇ ଦବ ବୁଢୀ ଆଇଛି ନେଇଯାଅ ଚାହା ଦବ। ଘରକୁ ଗଲେ ଯାଇ ଗାଧୁଆ ପାଧୁଆ ଖିଆ ପିଆ ଯାହା ହଁ ନିଜେ ରୋଷେଇ କରିକି ପଖାଳ ଥିବ ଗଲେ ଭଜା ଭଜି କରି ଖାଇବି ଆଉ ନହେଲେ ବାଟରୁ କିଣିକିରି ନେଇ ଯାଇଥିବି ଏମିତିଆ ତ ଆଉ ଚଳୁଛି ଆଜ୍ଞା ଆଉ ଅଧିକା କୋଉଠୁ କଣ କୋଉଦିନ ଦେବେ ପିଲା ଦେଖିବେ ସେପଟୁ ଆଣିକିରି ଦେବେ ନାଇଁ ତ ମୋର ମୁଁ ତରବର ହେଇକିରି ଖାଇକି କୁଆଡେ ବାହାରି ଗଲି ଚାହା କରିକିରି ଖାଇଦେଇ ବାହାରି ଗଲି ଯୋଉଦିନ ଇଚ୍ଛା ହେଲା ଯାହା ସେମିତି କିଛି ଗ୍ୟାରେଣ୍ଟି ନାହିଁ ଖାଇବା ପିଇବାର ଗ୍ୟାରେଣ୍ଟି ନାହିଁ। ମା କଣ ଦେବି ଖାଲି ପାଳଙ୍ଗ ସାରୁ ଦେବି କଦଳୀ ଦେବି ମୁଁ ତ କହୁଛି 2ଟା ନେଇଥା ଆଜି ଗୁରୁବାର ଅଛି। ମୁଁ ଜାଣିନି ବୟସ କେତେ ହବ ତେଣୁକରି ଅନୁମାନ କରୁଛି 70 ଭିତରେ। ତମେ ଜାଣିନ ସେତେବେଳେ ଆମ ବାପା ମାନେ ଆମର ରଖୁନଥିଲେ ଜନ୍ମ ତାରିଖ ନା ମୋର ପରିବା କୋଉଦିନ ବଳି ନାହିଁ ଆଜ୍ଞା ପରିବା କୋଉଦିନ ବଳିନି ହଁ ସବୁ ସରିଯିବ ଏମିତି ମାରାମୂଲିଆ ଯିଏ ବାହାରିଲା ସେଇ ଗୁଡାକ ମୁଁ ଘରକୁ ନିଏ କିନ୍ତୁ ପରିବା ମୋର କୌଣସି ଦିନ ବଳିନି। ହଁ ବୁଢୀ ଆଣିଛି ଭଲ ଜିନିଷ ବୋଲି ନେଇଯାଆନ୍ତି ଦେଶୀ ଜିନିଷ ବୋଲି ସବୁ ମୋର କୋଉଦିନ ପରିବା ବଳିକିରି ଯାଇନି ମୁଁ କାହିଁ ମିଛରେ କହିବି ଧର୍ମ ରାସ୍ତାରେ ବଇଛି।